ନେଇଦେଇଛି ମା ସାନ୍ତାଣୀଙ୍କ ଦିନ କିପରି କଟୁଥିଲା। ମା ସାନ୍ତାଣୀ ଘରୁ ବାହାରି ଉଆସ ଆଗରେ ଥିବା ରାଧାକୃଷ୍ଣ ମନ୍ଦିରରେ ରହିଥିଲେ। ପ୍ରତିଦିନ ସନ୍ଧ୍ୟା ସମୟରେ ବକେତେ ଠାକୁର ପ୍ରସାଦ ହବିଷ ଅନ୍ନ ଖାଉଥିଲେ। ପ୍ରତିଦିନ ସନ୍ଧ୍ୟା ଠାରୁ ରାତି ଅଧା ଯାଏଁ ଭାଗବତ ପାଠ ହୁଏ। ମା ସାନ୍ତାଣୀ ଦିନଯାକ ଠାକୁର ଆଗରେ ଆଖି ବୁଜି ବସି ମାଳ ଗଡ଼ାଉଥାନ୍ତି। ଦେଇଛି ଦେଶୀ କନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକଙ୍କୁ କ'ଣ କହିଥିଲେ। ଦେଶୀ କନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକ କହିଥିଲେ, ଦେଶୀ କନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାର, ଅସଭ୍ୟତାରେ ବୁଡ଼ିଛନ୍ତି। ଲୁଗା ଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ। ଅଧଲଙ୍ଗଳା ହୋଇଥାନ୍ତି। ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚିଥାନ୍ତି। ନେକ୍ସଟ ଦେଇଛି ବରଯାତ୍ରୀ ଓ ରୋଶନ ସମ୍ପର୍କରେ ନୂଆ ଜମିଦାର ପଟ୍ଟନାୟକଙ୍କୁ କି ଉତ୍ତର ଦେଇଥିଲେ। ପଟ୍ଟନାୟକ ବରଯାତ୍ରୀ ଓ ରୋଶନ କଥା କହିବାର ନୂଆ ଜମିଦାର କହିଲେ, ତୁମମାନଙ୍କ ପରି ଅଶିକ୍ଷିତ ଲୋକେ କେତେ ଜମିଦାର ଘର ବୁଡ଼ାଇଲେଣି। ବିବାହ ବ୍ୟୟ ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଆଲ ଚିଠି ଯାଇଛି। ସେଠାରେ ସେପରି ବ୍ୟବସ୍ଥା ଆସିବ, ସେହିପରି ବିବାହ ହେବ। ନେକ୍ସଟ ଦେଇଛି ଖଦିରପୁର ଗାର୍ଡନଚିରରେ ବିଭାଘର ପ୍ରସ୍ତୁତ କିପରି ହେଲା। ଖଦିରପୁର ଗାର୍ଡନଚିରରେ ଗୋଟିଏ ବଡ଼ ଦୋତାଲା ଘରେ ଝାଡ଼ ଲଣ୍ଠନ ଦେବାଲଗିରି 100 ଖଣ୍ଡ ଦିନ ଆଲୁଅ ପରି ଜଳୁଥିଲା। ତଳେ ଗାଲିଚା ସତରଞ୍ଚି ବିଛଣା ପଡ଼ିଥିଲା। ରାତିରେ ଦୁଇ ତରଫା ଖେମଟା ନାଚ ହେଉଥିଲା। ଦିଅନ୍ତା ପିଅନ୍ତା ଚାଲିଥିଲା। ଆଖପାଖ ବଜାର ଲୋକେ ଜାଣିଥିଲେ ଓଡ଼ିଶାର ଗୋଟିଏ ରାଜପୁଅର ବିଭାଘର। ନେକ୍ସଟ ଦେଇଛି କେଉଁ କଥାରେ କନ୍ୟାର ବାପା ମା କିଛି କରିପାରୁନଥିଲେ। କନ୍ୟାକୁ ଦେଖିଲା ପରେ ଜମିଦାର ବାବୁ ବିମୋହିତ ହୋଇଥିଲେ। 4 ଦିନ ହେଲା ବର କନ୍ୟା ମଧ୍ୟରେ ପୂର୍ବଳାପ ଅର୍ଥାତ୍ କୋର୍ଟସିପ୍ ଚାଲିଛି। ବଗିଚଡ଼ି କେତେ ଜାଗା ବୁଲି ଆସିଲେଣି। କନ୍ୟାର ବାପା ମାଆଙ୍କୁ ଏହା ଭଲ ଲାଗୁନଥିଲେ ବି ସେ କିଛି କରିପାରୁନଥିଲେ। କାଳେ ଜମିଦାର ପୁଅଟା ହାତରୁ ଖସିଯିବ, ସେଇ ଡରରେ ସେ କିଛି କହିପାରୁନଥିଲେ। ନେକ୍ସଟ ଦେଇଛି କନ୍ୟାର ବାପା ମାଆଙ୍କ ସମ୍ପର୍କରେ ଲେଖକ କି ପରିଚୟ ଦେଇଥିଲେ। କନ୍ୟାର ବାପା ମକ୍ରା ମାଲିକ। ସେ ଆସାମ ଚା ବଗିଚାରେ ମ୍ୟାନେଜରଙ୍କ ପାଖରେ ବୁବୁଚି ଓ ପରେ ପଦୋନ୍ନତି ପାଇ ଖାନସାମା ହୋଇଥିଲେ। ସେଇ ବଗିଚାରେ 30ରୁ 40 ବର୍ଷ ହେଲା ସାହେବଙ୍କ ପାଖରେ ରହିଥିଲେ। ଗ୍ରାମ, ଘର, ଜାତି, କୂଳ କିଛି ଜଣା ନାହିଁ। ସେଇଠାରେ ଗୋଟିଏ କୁଲିଆଣୀକୁ ବିବାହ କରିଥିଲେ ଏବଂ ତାଙ୍କର କନ୍ୟା ହେଉଛି ଜମିଦାରଙ୍କ ପତ୍ନୀ। ନେକ୍ସଟ ଦେଇଛି କନ୍ୟାଟିର ପାଠପଢ଼ା ସମ୍ପର୍କରେ କ'ଣ କୁହାଯାଇଛି। ଚା ବଗିଚା ପାଖରେ ଗୋଟିଏ ଷ୍ଟିକ୍ସ ବ୍ୟାପ୍ଟିଷ୍ଟ ଅଫେନ୍ ବାଳିକା ସ୍କୁଲ ଥିଲା ଏବଂ ସେହି ସ୍କୁଲରେ ନୟନତାରା ଦୁଃଖପସରା ପାଠ ପଢ଼ିଥିଲେ। ସ୍କୁଲରେ ସେ ଇଂରାଜୀରେ କଥାବାର୍ତ୍ତା ଶିଖିଛି, ମୋଜା ବୁଣା ଶିଖିଛି, ନାଚ ଗୀତ ଶିଖିଛି। ସ୍କୁଲରେ ପାଠ ପଢ଼ିଥିବାରୁ ଖୁବ୍ ସ୍ୱାଧୀନ। ପୁରୁଷମାନଙ୍କୁ ସେ ଖାତିର କରେ ନାହିଁ। ନେକ୍ସଟ ଦେଇଛି ମ୍ୟାନେଜର ହରିବୋଲ ବାବୁ ଖର୍ଚ୍ଚ ଟଙ୍କାର ହିସାବ ଦେଇପାରି ନଥିଲେ କାହିଁକି। ମ୍ୟାନେଜର ହରିବୋଲ ବାବୁଙ୍କ ହାତରେ ରହିଥିଲା ତହବିଲ। ନାନା କାର୍ଯ୍ୟରେ ବ୍ୟସ୍ତ ଓ ଜମିଦାରଙ୍କ ସ୍ୱାସ୍ଥ୍ୟ ନିମନ୍ତେ ସଭ୍ୟ ଦେଶ ନିୟମ ଅନୁସାରେ ପାନର ମାତ୍ର କିଛି ବଳି ପଡ଼ିଥିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖିବାକୁ ବେଳ ପାଇନଥିଲେ। ତେଣୁ ସେ ହିସାବ ଦେଇପାରିନଥିଲେ। ନେକ୍ସଟ ଦେଇଛି ଶାଶୁ ବୋହୂଙ୍କର ପ୍ରଥମ ଦେଖା କିପରି ଥିଲା। ବୋହୂ ଆସିଲା ବେଳକୁ ଶାଶୁ ଠାକୁରଙ୍କ ଆଗରେ ମାଳଟି ହାତରେ ଧରି ଆଖି ବୁଜି ହରେ କୃଷ୍ଣ ନାମ ଜପୁଥିଲେ। ସେହି ସମୟରେ ବୋହୂ ଦେଖା କରିବାକୁ ଆସିଥିଲେ। ବୋହୂ ଯେତେବେଳେ ଠକ୍ ଠକ୍ ଶବ୍ଦ ଶୁଣି ଶାଶୁ ଚମକି ପଡ଼ି ଠିଆ ହୋଇଗଲେ। ବୋହୂଟି ଟିକିଏ ହସି ହସି ଓ ଆମର ପ୍ରିୟ ଶାଶୁ କହି ନମସ୍କାର କଲା ବେଳକୁ ଶାଶୁ ପାଟି କରି ଉଠିଲେ, ଛୁନା ବୋଲି କହିଥିଲେ। ନେକ୍ସଟ ଦେଇଛି ମିସେସ୍ ମହାପାତ୍ରଙ୍କ କେଉଁ କଥାରେ ଦାସୀ ପଦୀ ଏକମୁହାଁ ହୋଇ ଚାଲିଯାଇଥିଲା। ମିସେସ୍ ମହାପାତ୍ର ବୁବୁଚିଖାନା ତଦାରଖ କରିବାକୁ ଯାଇଥିଲେ। ସେହି ସମୟରେ ଦାସୀ ପଦୀ ଗୋବର କନାରେ ଚୁଲି ଲିପୁଥିଲା। ଯେତେବେଳେ ଠକ୍ ଠକ୍ ଶବ୍ଦ ଶୁଣି ସେ ଚମକି ପାଟିଟିଏ କଲା, ଆଲୋ ମା ଲୋ ବାପା ଲୋ, ଜୋତା ମାଡ଼ି ହାଣ୍ଡିଶାଳରେ ବସିଲା ଲୋ, ହାଣ୍ଡିଶାଳ କ'ଣ ମୁରୁଗଲା। ଏଇ କଥା କହିକି କନା ଖଣ୍ଡ ଫୋପାଡ଼ି ଦେଇ ଏକମୁହାଁ ହୋଇ ଚାଲିଯାଇଥିଲା। ଆଉ ସେ ଉଆସରେ ତାକୁ କେବେ କେହି ଦେଖିନାହାନ୍ତି। ନେକ୍ସଟ ଦେଇଛି ମିସେସ୍ ମହାପାତ୍ର ବୁବୁଚିଖାନାରେ କ'ଣ ସବୁ କରିଥିଲେ। ମିସେସ୍ ମହାପାତ୍ର ବୁବୁଚିଖାନାରେ ଗୋବର ଲିପାକୁ ଦେଖି ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳି ହୋଇଯାଇଥିଲେ। ରାଜୀବାବୁ କହିଲେ, ସେ ଘରେ ରୋଷେଇ ହେଲେ ଲେଡ଼ିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରାଇବେ। ତେଣୁ 4 ବୋତଲ ଫିନାଇଲ ଘରସାରା ଢଳା ହୋଇଯାଇଥିଲା। ତ ଇଏ ଥିଲା ଆମର ସଭ୍ୟ ଜମିଦାରର ସମସ୍ତ 3 ନମ୍ବର ବିଶିଷ୍ଟ ପ୍ରଶ୍ନବଳୀ ଉତ୍ତର ସହ ଆଲୋଚନା। ଆମେ ନେକ୍ସଟ ଭିଡ଼ିଓରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନବଳୀ ଯାହାକି 5 ନମ୍ବର ବିଶିଷ୍ଟ ପ୍ରଶ୍ନବଳୀ ଆଲୋଚନା କରିବା। ତ ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଜି ଭିଡ଼ିଓ ରଖୁଛି, ନମସ୍କାର।